ଅକ୍ଟୋବର ମାସ ଶେଷ 10 ଦିନ 21 ତାରିଖରୁ 30 ତାରିଖ ଭିତରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ଏବଂ ଗୋଟିଏ ପରେ ଗୋଟିଏ 3ଟା ଲଘୁଚାପ ସୃଷ୍ଟି ହେବ ଏବଂ ଲଘୁଚାପ ପରବର୍ତ୍ତୀ ଅବସ୍ଥାରେ ତାର ଗତିପଥ ମଧ୍ୟ କ'ଣ ହେବ ଏବଂ ସେଇଟା ଆନ୍ଧ୍ର ଏବଂ ତାମିଲନାଡୁର ବାହାରେ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ କ'ଣ ପଡ଼ିବ ତା ବାବଦରେ ଯେଉଁ ପୂର୍ବ ଆକଳନ ହେଇଥିଲା ପ୍ରଥମ ଲଘୁପାତ ଚାଲିଗଲାଣି କୌଣସି ସମସ୍ୟା ସୃଷ୍ଟି ହେଇନାହିଁ। ଏବେ ଦ୍ୱିତୀୟ ଲଘୁଚାପ ମଧ୍ୟ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଇସାରିଛି ଏବଂ ସେଟା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବାଟା ଆରମ୍ଭ ହେଲାଣି ଏବଂ ତାର ପ୍ରଭାବ ମଧ୍ୟ ଆଗାମୀ ଦିନରେ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାର ପ୍ରତିଫଳନ ହେବ। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଆପଣଙ୍କର ପାଣିପାଗ ବିଭାଗ ଲଗେଇ ସାରିଛି। ସେ କ୍ରମରେ ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜାଗାରେ ଘଡ଼ଘଡ଼ି ସହିତ ବର୍ଷା ହେବ। 30 କିଲୋମିଟରରୁ 40 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ଅଛି। ଘଡ଼ଘଡ଼ି ହେବାର ସହିତ ଗୁଡ଼ିଏ ଜାଗାରେ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ଅଛି। ଅକ୍ଟୋବର ନଭେମ୍ବର ଡିସେମ୍ବର ଇଏ 3ଟା ମାସ ଓଡ଼ିଶା ପାଇଁ ସ୍ୱାଭାବିକ ଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ଏବଂ ବାତ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ତେଣୁ ଆମେ ପ୍ରସ୍ତୁତ ଅଛୁ। ପ୍ରଥମ ଲଘୁଚାପର ପ୍ରତିଫଳନ ଦେଖିବା ପାଇଁ ମିଳିଲା ନାହିଁ, ଓଡ଼ିଶା ସୁରକ୍ଷିତ ରହିଲା। ଦ୍ୱିତୀୟ ଅନୁମାନ ଯେଉଁଟା କରାହେଇଛି 28-29 ତାରିଖ ବେଳକୁ ତାର ପ୍ରଭାବ ଓଡ଼ିଶାରେ ପ୍ରତିଫଳନ ହେବ ବୋଲିକରି ପୂର୍ବ ଅନୁମାନ IMD ଲଗେଇଛି ଏବଂ ଆମେ ପ୍ରସ୍ତୁତ ଅଛୁ। ବହୁ ସମୟରେ ଏ ଆକଳନର ବାହାରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଯେହେତୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ତେଣୁ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ପାଇଁ ପଡ଼େ। ଆଜି ମଧ୍ୟ ମୁଁ ଖବର ରଖୁଥିଲି ଯେ ଓଡ଼ିଶାର ବିଭିନ୍ନ ଜମି ନଦୀମାନଙ୍କର ମଧ୍ୟ ଜଳପତନ ସ୍ଥିର ଅଛି ଏବଂ ଆଗାମୀ ଜଳସେଚନ ପାଇଁ ଯେଉଁ ଡ୍ୟାମ୍ରେ ପାଣିର ଆବଶ୍ୟକତା ଅଛି ପାଣି ମଧ୍ୟ ପର୍ଯ୍ୟାପ୍ତ ପାଣି ବିଭିନ୍ନ ଡ୍ୟାମ୍ରେ ଅଛି। ତେଣୁ ଜଳପତନ ନଦୀରେ ବଢ଼ିବାର ମଧ୍ୟ ସମ୍ଭାବନା କମ୍। ଯଦି ଆବଶ୍ୟକ ପଡ଼େ ତାହେଲେ ପାଣି ମଧ୍ୟ ଡ୍ୟାମ୍ରୁ ଆମେ ରିଲିଜ୍ କରିବୁ। ତେଣୁ ଯେଉଁ ଯେଉଁ ସମ୍ଭାବ୍ୟ ଜିଲ୍ଲା ସବୁ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ଅଛି ସେ ଜିଲ୍ଲାମାନଙ୍କୁ ଏବଂ ଜିଲ୍ଲା ପ୍ରଶାସନକୁ ସତର୍କ କରିଦିଆହେଇଛି। ଯେଉଁ ରିଲିଫ୍ ସେଣ୍ଟର ସବୁ ଆମର ଅଛି ସେ ରିଲିଫ୍ ସେଣ୍ଟରକୁ ମଧ୍ୟ ଆମେ ପ୍ରସ୍ତୁତ ରଖିଛୁ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ। ସ୍ଥାନାନ୍ତରିତ ହେଲେ ବହୁ ସମୟରେ ଖାଇବା ପଦାର୍ଥର ଆବଶ୍ୟକତା ପଡ଼େ, ସେଟା ମଧ୍ୟ ଜିଲ୍ଲାମାନଙ୍କୁ ପ୍ରଚୁର ପରିମାଣରେ ଗଚ୍ଛିତ ଅଛି। ସ୍ଥାନାନ୍ତରିତ ହେବା ଲୋକମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ସାଙ୍ଗରେ ରୋଷେଇ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା ହେଇଛି। ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସଚେତନ କରିଦିଆହେଇଛି। ବହୁ ସମୟରେ ବର୍ଷା ହେଲେ ଏବଂ ପାଣି ଆସିଲେ ସାପ କାମୁଡ଼ା ଗୋଟେ ବଡ଼ ସମସ୍ୟା, ତେଣୁ ପର୍ଯ୍ୟାପ୍ତ ଔଷଧ ସେ ଦିଗରେ ମଧ୍ୟ ଆମେ ବିଭିନ୍ନ PSC CSCରେ ରଖି ସାରିଛୁ ସଂରକ୍ଷିତ କରିକିରି। ଆବଶ୍ୟକ ପଡ଼ିଲେ ତାକୁ ଆହୁରି ଆଗକୁ ମଧ୍ୟ ବିଭିନ୍ନ ଜାଗାରେ ପହଞ୍ଚାଇବାର ବ୍ୟବସ୍ଥା କରିବୁ। ଯେଉଁମାନେ ମହିଳାମାନେ ଇଏ ଭିତରେ ସମ୍ଭାବ୍ୟ ପ୍ରସବ ହେବାର ସମ୍ଭାବନା ଅଛି ତାର ମଧ୍ୟ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ଏବଂ ସେମାନଙ୍କର ସୁରକ୍ଷା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସଚେତନ କରିଦିଆହେଇଛି। ପଶୁ ସମ୍ପଦର ସୁରକ୍ଷା ପାଇଁ ମଧ୍ୟ ପଶୁ ସମ୍ପଦ ବିଭାଗକୁ ମଧ୍ୟ ଆଲର୍ଟ କରିଦିଆହେଇଛି, ସେମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେଣୁ କୌଣସି ପରିସ୍ଥିତି ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମର ପ୍ଲାନିଂ ଇନ୍ ଆଡ଼ଭାନ୍ସ ଆଣ୍ଡ ପ୍ଲାନିଂ ଇନ୍ ଡିଟେଲ୍ସ ଆମେ କରିସାରିଛୁ। ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ପ୍ରଥମ ପୂର୍ବ ଅନୁମାନ ଭଳିଆ ଦ୍ୱିତୀୟ ଏବଂ ତୃତୀୟ ପୂର୍ବ ଅନୁମାନ ମଧ୍ୟ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ। ଯଦି ନ ଆସେ ଲଘୁଚାପ ଜନିତ
ବାତ୍ୟା ତାହେଲେ ଓଡ଼ିଶା ପାଇଁ ଭଲ, ଯଦି ଆସେ ତାହେଲେ ମଧ୍ୟ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ। 27 तारिख को जो बात्या फॉर्मेशन हो बोलता आईएमडी प्रारंभिक आकलन होची ए संक्रांत सर आपन को କିଛି इन्फॉर्मेशन नहीं प्रत्येक दिन आईएमडी ठारू विपर्य परिचालना विभाग पूर्व अनुमान रिपोर्ट पाई थाए क्यों क्यों जगार वर्षा हेब केते परिमाण वर्षा हेब लघुचाप केते दूर रे अछि लघुचापर बेग कौन अच्छी केतेबेले पहुँचबार संभावना अच्छी सेटा आमे निरंतर संपर्क रे थाउ। भारतीय पाणीपाग विभाग एवं भारतीय पाणीपाग विभाग जो ओडिशा चैप्टर से माने निरंतर भाव में विपर्य परिचालना विभाग संगे संपर्क थांती। आमर विपर्य परिचालना विभाग जो कंट्रोल रूम अच्छी सेटा 24 घंटिया कंट्रोल रूम जो पूर्व अनुमान आसे ताको एनालिसिस करवा एवं एनालिसिस सांगरे सांगरे से तथ्य जिला प्रशासन पाखरे पहुँचेबार एवं तार माइक्रो प्लानिंग करी निर्दिष्ट क्यों जगह संभाव्य जगह प्रभावित हो ताकू मध्य आमे आकलन करी ग्रासरूट रे मध्य प्रशासनिक अधिकारी मानकु आमे सूचित भी करि थाउ एवं प्रस्तुत मध्य करि थाउ। से क्रम रे एबे संपूर्ण प्रस्तुत ओडिशा सरकार अछि जिला प्रशासन अछि एवं जहाँ भी परिस्थिति आसु संभाव्य समस्त परिस्थिति एवं जो जो जगार प्रेडिक्शन होची पूर्व अनुमान होची तार आखपाख अंचल मध्य काले बात्या तार दिग परिवर्तन करि पारे तेणु पूर्व अनुमान बाहर मध्य बाँ को डाहाण को मध्य आमे प्रस्तुत रखि थाउ। स्वाभाविक भाव में कोस्टलाइन टा प्रभावित हो 600 किलोमीटर पाखापाखि आमर कोस्टलाइन अच्छी तेणु कौन जगार बंगोपसागर में जदि लघुचाप सृष्टि है तार प्रथम प्रभाव तो कोस्टलाइन रे पड़ो तेणु कोस्टलाइन दृष्टि गंजाम जिला हूँ भनरबुल जिला दक्षिण ओडिशा कहले आप गजपति ठारू आरंभ कर कोरापुट नवरंगपुर पर्यंत भनरबुल एरिया एपटे आपड़ जदि पुरी रे पहुँचले पुरी मध्य कोस्टलाइन अच्छी पुरी मध्य भनरबुल एरिया एवं उपकूल अंचल जोटा अच्छी जाजपुर जगतसिंहपुर बालेश्वर यहीटा मध्य भनरबुल एरिया तेणु कोस्टलाइन को लगिक जिते जिला अच्छी एवं आभ्यंतरीण ओडिशा जहाँ को कहूँ आम से स्वाभाविक भाव में विपर्य परिचालना विभाग प्रस्तुत भी थाए एवं लोकों को प्रस्तुत करें कहीं भयभीत हबार आवश्यक नहीं आद्य भयभीत हूँ नहीं अतीतर समस्त प्राकृतिक विपर्य मूलतः अक्टोबर मासरे लघुचाप जनित विपर्य आम प्रस्तुत थिलु और सफलतार सहित सामना भी करूँ एवं जोटा आसीबो ताकू आम संपूर्ण प्रस्तुत अच्छु ओडिशा रे निर्णायक भाव में परास्त करवा कहली पर आप 24 घंटे आम रिपोर्ट पाई था प्रत्येक दिन रिपोर्ट आसे एवं रिपोर्टर एनालिसिस आम करिथाउ तार माइक्रो प्लानिंग यहाँ नुह जे केबे बात्या आसिले पाणीपाग विभाग आमको सूचित करेटा नुह प्रत्येक दिन पाणीपाग विभाग तार आकलन लगे थाए एवं संभाव्य राज्य मन को सूचित करें ओडिशा मध्य से दिगरे कोस्टलाइन थिबा कारणु समुद्र तटरे थिबा कारणु आमको मध्य सूचित करते आमे मध्य से सूचना पाऊ कि न पाऊ अक्टोबर मासरे बात्या ही पारे एवं प्रत्येक वर्ष प्राय हुए केबे कम हुए केबे बेसी हुए तेणु आमे अभ्यस्त हो गलुनी प्रस्तुति रे एवं सामना करिवारे सर आउटी कथा आपण देखबे अक्टोबर लास्ट रे बात्या कथा कुआ जाउची एवं आउ किछ दिन परे अमल समय चाषी माने अमल करिवे खेत बुझबे तेणु कृषि विभाग से आपण डिस्कशन ने कृषि विभाग गोटे विभाग जो विभाग रे प्रकृत रे चाष जमी प्रभावित हबार एवं शस्य नष्ट हबार समस्या बाबद रे आमे निरंतर संपर्क रे थाउ। बात्या बहुत समय हेले बिजुली विभ्राट हुए एवं शक्ति विभाग क्षतिग्रस्त होता है तेणु शक्ति विभाग सांगरे मध्य आमे निरंतर संपर्क रे थाउ। विपर्य परिचालना कहले आपण माने जानि थांतु जे विपर्य परिचालना विभागटा हूँ गोटे नोडाल डिपार्टमेंटा जोटा तार पूर्व आकलन सांगरे प्रस्तुति करिथाए किंतु कार्यकारिता किए करे एक जिला प्रशासन करे लोकों को सुरक्षा देवाई लोकों को स्थानांतरित करने एवं तांकर व्यवस्था करने से आपण कृषि विभाग क्षयक्षतिर आकलन करवा एवं तांको इनपुट सब्सिडी जोगेबार रिपोर्ट सेमानकर माध्यम आम पाई था। आपणकर शक्ति विभाग आपणकर पंचायती राज विभाग आपणकर शिक्षा विभाग आपणकर स्वास्थ्य विभाग ये सबू एवं मूलतः जल संपत्ति विभाग ये सबू
ବିଭାଗର ସଞ୍ଚାଳନର ଦାୟିତ୍ୱ ଯିଏ କରେ ତାକୁ ଏସ୍ଆର୍ସି କହନ୍ତି। ତେଣୁ ଏସ୍ଆର୍ସି ହେଉଛି ଏମିତି ଗୋଟେ ବିଭାଗ ଯେଉଁ ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁ ବିଭାଗ ଉପରେ ତାର ନିୟନ୍ତ୍ରଣ କରିଥାଏ, ନିର୍ଦ୍ଦେଶ ଦେଇଥାଏ, ପରାମର୍ଶ ଦେଇଥାଏ ଏବଂ ତାଙ୍କର କାର୍ଯ୍ୟକୁ ନିରୀକ୍ଷଣ ମଧ୍ୟ କରିଥାଏ। ସାର୍ 27, 28, 29 ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଅଧିକାରୀଙ୍କ ଛୁଟି ସଂକ୍ରାନ୍ତ କିଛି ସେମିତି ନିଷ୍ପତ୍ତି ଆଗକୁ ନିଆଯାଉଛି ନା ଏବେ ଠୁ ନା ଏବେ ସେ ପରିସ୍ଥିତି ଆସିନାହିଁ। ଆମେ ଆଜି 24 ତାରିଖରେ ଅଛୁ। ସମ୍ଭାବ୍ୟ ବାତ୍ୟାର ପୂର୍ବ ଆକଳନ ହେଉଛି 28, 29 ତାରିଖ ବେଳକୁ। ତେଣୁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଅଛି। ଆଉ ଛୁଟି ବାତିଲ କରିବା ପାଇଁ ଆମକୁ ଗୋଟିଏ ମିନିଟ୍ ଲାଗେ ଏବଂ ଯେଉଁମାନେ ମଧ୍ୟ ଯେଉଁଠି ଥାଆନ୍ତି କାର୍ଯ୍ୟରେ ଯୋଗ ଦେବା ପାଇଁ ପୃଥିବୀର ଯେଉଁ ଜାଗାରେ ଥିବେ ଆପଣଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଲାଗିବ ନାହିଁ ନିଜର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବା ପାଇଁ। ତ ସବୁ ରେଡ଼ି ହେଇକରି ଅଛି। ଏବେ ସେଭଳିଆ କୌଣସି ଅଧିକାରୀମାନେ ଛୁଟିରେ ଥିବାର ଖବର ମଧ୍ୟ ଆମ ପାଖରେ ନାହିଁ। ଯଦି କିଏ ଛୁଟିରେ ଥିବ ଏବଂ ଯାହାର ଭୂମିକା ଅଛି ଏଭଳିଆ ପରିସ୍ଥିତିକୁ ସାମ୍ନା କଲା ବେଳକୁ ସରକାରୀ ଦୃଷ୍ଟିରୁ ସେମାନଙ୍କର ଛୁଟି ସବୁ ବାତିଲ ହେବ। ନାଇଁ ଜିଲ୍ଲାପାଳମାନଙ୍କ ସାଙ୍ଗେ ଆମେ ବହୁ ସମୟରେ ଭିସି ମାଧ୍ୟମରେ କଥା ହେଇଥାଉ, ବହୁ ସମୟରେ ଟେଲିଫୋନ୍ ମାଧ୍ୟମରେ କଥା ହେଇଥାଉ ଏବଂ 4 ଦିନ 5 ଦିନ ହେବ 21 ତାରିଖରୁ ଏଭଳିଆ ପୂର୍ବ ଅନୁମାନକୁ ନେଇକରି ଆମେ ନିରନ୍ତର ଜିଲ୍ଲାପାଳମାନଙ୍କ ସାଙ୍ଗରେ ଉପଜିଲ୍ଲାପାଳମାନଙ୍କ ସାଙ୍ଗରେ ବିଭିନ୍ନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀମାନଙ୍କ ସାଙ୍ଗରେ ଭାରତୀୟ ପାଣିପାଗ ବିଭାଗ ସାଙ୍ଗରେ ଏବଂ ଭାରତୀୟ ପାଣିପାଗ ବିଭାଗର ଯେଉଁ ଓଡ଼ିଶା ଚାପ୍ଟର ଅଛି ତାର ସାଙ୍ଗରେ ଏବଂ ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱରେ ଯେଉଁ ବିଶେଷଜ୍ଞମାନେ ଅଛନ୍ତି ଯେଉଁମାନେ ତାର ମାଇକ୍ରୋ ପ୍ଲାନିଂ କରୁଛନ୍ତି, ଅଧ୍ୟୟନ କରୁଛନ୍ତି, ବିଶ୍ଳେଷଣ କରୁଛନ୍ତି ତାଙ୍କ ସାଙ୍ଗେ ମଧ୍ୟ ନିରନ୍ତର ସମ୍ପର୍କରେ ଥାଉ। ତେଣୁ ବିପର୍ଯ୍ୟୟ ପରିଚାଳନା ବିଭାଗର କାମ ହେଉଛି ଯେ 365 ଦିନ ଏବଂ ପ୍ରତ୍ୟେକ ଦିନ 24 ଘଣ୍ଟା କୌଣସି ମୁହୂର୍ତ୍ତରେ କେବେ ବନ୍ୟା ଆସୁଛି, କେବେ ବାତ୍ୟା ଆସୁଛି, କେବେ ଅଦିନିଆ ବର୍ଷା ହେଇକରି ଫସଲ ନଷ୍ଟ ହେଇଯାଉଛି, କେଉଁ କେଉଁ ସମୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେଉଛି। ତେଣୁ ପ୍ରକୃତିକୁ ନିରୀକ୍ଷଣ କରିବା ପାଇଁ ଏବଂ ପ୍ରକୃତିର ତାଣ୍ଡବକୁ ରୋକିବା ପାଇଁ ଲୋକଙ୍କର ରକ୍ଷା କବଚ ହେବା ପାଇଁ ଲୋକମାନଙ୍କୁ ସମସ୍ତଙ୍କୁ ଏଭଳିଆ ପରିସ୍ଥିତିରେ ମାନବୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏବଂ ତାଙ୍କର କ୍ଷୟକ୍ଷତିର ଆକଳନ ଏବଂ ତାର ଇନପୁଟ୍ ସବସିଡ଼ି ପ୍ରଦାନ କରିବା ପାଇଁ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଏଇଟା ବିପର୍ଯ୍ୟୟ ପରିଚାଳନା ବିଭାଗର ବର୍ଷକୁ 365 ଦିନର କାମ ଏବଂ ପ୍ରତ୍ୟେକ ଦିନ 24 ଘଣ୍ଟାର କାମ।